ଅଷ୍ଟମ ବେତନ ଆୟୋଗର ବଡ଼ ଅପଡେଟ୍। ଦରମା 30% ବଢ଼ିବା ସମ୍ଭାବନା ରହିଛି। ଆସିଲା ଅଷ୍ଟମ ପେ କମିଶନ ବେତନର ନୂଆ ଅପଡେଟ୍, ଯାହାକି ଏବେ ସାମ୍ନାକୁ ଆସିଛି। ଆସନ୍ତୁ ଆଜି ଆମେ ଏହି ଅପଡେଟ୍ ବିଷୟରେ ସମ୍ପୂର୍ଣ୍ଣ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି। ଆଗାମୀ ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମାରେ ପ୍ରାୟ 30ରୁ 34% ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ବିଶେଷ କରି ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ଏହି ଦରମା ବୃଦ୍ଧି ହେବ ଏବଂ କର୍ମଚାରୀମାନଙ୍କୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା ରାଶି ବା ଏରିୟର ମିଳିପାରେ ବୋଲି ଆକଳନ କରାଯାଉଛି। ଫିଟମେଣ୍ଟ ଫ୍ୟାକ୍ଟର ସ୍ଥିର କରିବ ଚୂଡ଼ାନ୍ତ ଦରମା ବେସିକ୍ ପେରେ ଗୁଣନ। ଦରମା ବୃଦ୍ଧି ପଛରେ ସବୁଠାରୁ ବଡ଼ ଭୂମିକା ହେଉଛି ଫିଟମେଣ୍ଟ ଫ୍ୟାକ୍ଟରର। ବର୍ତ୍ତମାନର ମୂଳ ଦରମା ବେସିକ୍ ପେ ସହ ଏହାକୁ ଗୁଣନ କରି ନୂଆ ଦରମା ହିସାବ କରାଯିବ। ଫିଟମେଣ୍ଟ ଫ୍ୟାକ୍ଟରର ଯେତିକି ଅଧିକ ହେବ, ସମସ୍ତ ବର୍ଗର କର୍ମଚାରୀଙ୍କ ମାସିକ ଆୟରେ ସେତିକି ବଡ଼ ଧରଣର ବୃଦ୍ଧି ଘଟିବ। 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରେ ବକେୟା ରାଶି। ଉଚ୍ଚ ବେତନ ପ୍ରାପ୍ତ କର୍ମଚାରୀଙ୍କୁ ଫାଇଦା। ଏହି ପେ କମିଶନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ବକେୟା ରାଶି ବା ଏରିୟର। ଏକ ଆକଳନ ଅନୁଯାୟୀ ଉଚ୍ଚ ବେତନ ସ୍ତରରେ ଥିବା କର୍ମଚାରୀମାନେ ସେମାନଙ୍କ ସ୍ତର ଏବଂ ଫିଟମେଣ୍ଟ ଫ୍ୟାକ୍ଟର ଅନୁଯାୟୀ 14ରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏରିୟର ପାଇପାରିବେ। କାହିଁକି ବଢ଼େ ବକେୟା? ସାଧାରଣତଃ ନୂଆ ବେତନ ଆୟୋଗ ଲାଗୁ ହେବାରେ ବିଳମ୍ବ ହୋଇଥାଏ, କିନ୍ତୁ ଏହାକୁ ପୂର୍ବ ତାରିଖରୁ ଯେପରିକି ଜାନୁଆରୀ 1, 2024ରୁ କାର୍ଯ୍ୟକାରୀ କରାଯାଏ। ତେଣୁ ଏହି ବିଳମ୍ବିତ ସମୟର ବର୍ଦ୍ଧିତ ଦରମାକୁ ଏକକାଳୀନ ବକେୟା ଆକାରରେ ପ୍ରଦାନ କରାଯାଏ। ହିସାବର ତରିକା। ପୁରୁଣା ଦରମା ଏବଂ ନୂଆ ଦରମା ମଧ୍ୟରେ ଥିବା ପାର୍ଥକ୍ୟକୁ ବିଳମ୍ବ ହୋଇଥିବା ମାସ ସଂଖ୍ୟା ସହ ଗୁଣନ କରି ମୋଟ ବକେୟା ରାଶି ହିସାବ କରାଯାଏ। ମାସିକ ଦରମାରେ ସାମାନ୍ୟ ବୃଦ୍ଧି ଘଟିଲେ ମଧ୍ୟ ଏକାଠି ହିସାବ କଲାବେଳକୁ ଏହା ଏକ ବଡ଼ ଅଙ୍କରେ ପରିଣତ ହୁଏ। କେବେ ଲାଗୁ ହେବ ନିୟମ ଏବଂ ସରକାରଙ୍କ ଉପରେ କ'ଣ ରହିବ ପ୍ରଭାବ? ସମୟ ସୀମା ଏଯାଏଁ ଅସ୍ପଷ୍ଟ। କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଥିଲେ ମଧ୍ୟ ଏହା କେବେଠାରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ, ସେ ନେଇ କୌଣସି ସରକାରୀ ଘୋଷଣା ହୋଇନାହିଁ। ବର୍ତ୍ତମାନ ସରକାରୀ ସ୍ତରରେ ବିଚାର ବିମର୍ଶ ଜାରି ରହିଛି ଏବଂ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜକୋଷ ଉପରେ ପଡ଼ିବ ଚାପ। ଏକା ସାଙ୍ଗରେ ଏତେ ବଡ଼ ପରିମାଣର ବକେୟା ରାଶି ପ୍ରଦାନ କଲେ ସରକାରୀ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇବ। କମିଶନ ଲାଗୁ ହେବା ପରେ ଦରମା ବାବଦ ଖର୍ଚ୍ଚ ତୀବ୍ର ଗତିରେ ବଢ଼ିବ, ଯାହାର ସିଧାସଳଖ ପ୍ରଭାବ ସରକାରଙ୍କ ଆଗାମୀ ବଜେଟ୍ ଉପରେ ପଡ଼ିବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ମୋଟାମୋଟି ଭାବେ ଅଷ୍ଟମ ବେତନ ଆୟୋଗ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଆର୍ଥିକ ସ୍ଥିତିକୁ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହାକୁ ନେଇ କର୍ମଚାରୀ ମହଲରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ତେଣୁ ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କ ସହ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।